ଓଡ଼ିଆ ରଚନା ଗଣେଶ ପୂଜା। ଉପକ୍ରମ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା। ବିଘ୍ନ ବିନାଶକ ବିଦ୍ୟାଧିପତି ଏବଂ ଦେବତାମାନଙ୍କ ମଧ୍ୟରେ ଅଗ୍ରପୂଜ୍ୟ ବୋଲି ପ୍ରଭୁ ଶ୍ରୀ ଗଣେଶ ସର୍ବମାନ୍ୟ। ଓଡ଼ିଶାର ଲୋକମାନେ 12 ମାସରେ 13 ପର୍ବ ପାଳନ କରନ୍ତି। ସେଥିମଧ୍ୟରୁ ଗଣେଶ ପୂଜା ବା ଗଣେଶ ଚତୁର୍ଥୀ ଅନ୍ୟତମ। ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ବିଦ୍ୟାଧିପତି ହେଉଛନ୍ତି ଗଣେଶ, ସେ ମଧ୍ୟ ଅଗ୍ରପୂଜ୍ୟ। ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କ ପୂଜା ଅନୁଷ୍ଠିତ ହୁଏ। ସେ ବିନାଶକ ଏବଂ ଗଣାଧିପତି, ସୁତରାଂ ସର୍ବତ୍ର ତାଙ୍କର ପୂଜା କରାଯାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶ ପୂଜା ପାଳନ କରାଯାଏ। ପର୍ବ ପାଳନ। ପୂଜାର ପ୍ରାୟ 15 ଦିନ ପୂର୍ବରୁ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୁଏ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରନ୍ତି। ସବୁ ପିଲାମାନଙ୍କ ସହମତିରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଚାନ୍ଦା ପାଇଁ ଧାର୍ଯ୍ୟ କରାଯାଏ। ଏହାପରେ ପୂଜାକୁ କିପରି ସୁଚାରୁ ରୂପରେ ସମ୍ପାଦନ କରାଯିବ, ସେଥିପାଇଁ ଦାୟିତ୍ୱ ବଣ୍ଟନ କରାଯାଏ। ପୂଜା ପୂର୍ବରୁ ବିଦ୍ୟାଳୟର ହତାକୁ ସଫାସୁତୁରା କରାଯାଏ। ପୂଜା ପୂର୍ବଦିନ ବିଦ୍ୟାଳୟ ପରିସରକୁ ସୁନ୍ଦର ଭାବରେ ସଜାଇ ଦିଆଯାଏ। ବିଭିନ୍ନ ପ୍ରକାର ରଙ୍ଗୀନ କାଗଜ ଏବଂ ଆମ୍ବ ପତ୍ରରେ ତୋରଣ କରି ରଶି ସାହାଯ୍ୟରେ ତାକୁ ଲଟକାଇ ଦିଆଯାଏ। ରଙ୍ଗ ବେରଙ୍ଗର ଫୁଲ ଆଣି ଚାରିଆଡ଼େ ସାଜସଜ୍ଜା କରାଯାଏ। ପୂଜା ମଣ୍ଡପକୁ ମଧ୍ୟ ମହା ଆଡ଼ମ୍ବରରେ ସଜାଇ ଦିଆଯାଏ। ପୂଜା ଦିନ ଭୋରୁ ଉଠି ନିତ୍ୟକର୍ମ ସାରି ନୂଆ ପୋଷାକ ପିନ୍ଧି ଫୁଲ, ନଡ଼ିଆ, ଲଡୁ, କଦଳୀ, କ୍ଷୀର ଆଦି ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉ। ବ୍ରାହ୍ମଣ ଆସି ପୂଜା ଓ ହୋମ କରନ୍ତି। ଏହାପରେ ଛାତ୍ରଛାତ୍ରୀମାନଙ୍କର ଘଣ୍ଟ, ଘଣ୍ଟା ଓ ଶଙ୍ଖ ଧ୍ୱନିରେ ବିଦ୍ୟାଳୟ ପରିବେଶ ଆନନ୍ଦମୁଖର ହୋଇଉଠେ। ନାନା ପ୍ରକାର ମିଷ୍ଟାନ୍ନ ଓ ଲଡୁ ଇତ୍ୟାଦି ଗଣେଶଙ୍କ ନିକଟରେ ଭୋଗ ହୁଏ। ନଡ଼ିଆ ଭଙ୍ଗା ହୁଏ। ପୂଜା ଶେଷରେ ସମସ୍ତେ ପ୍ରଭୁ ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ଏହାପରେ ସମସ୍ତ ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରସାଦ ବଣ୍ଟନ କରାଯାଏ। ତାପରେ ପିଲାମାନେ ଭୋଜିରେ ଯୋଗ ଦିଅନ୍ତି ଓ ଭୋଜି ଖାଇ ଆନନ୍ଦରେ ଘରକୁ ଫେରନ୍ତି। ପୂଜା ପରଦିନ ମୂର୍ତ୍ତି ବିସର୍ଜନ କରାଯାଏ। ନଦୀ ବା ପୋଖରୀରେ ଗଣେଶଙ୍କ ମୂର୍ତ୍ତିକୁ ଭସାଇ ଦିଆଯାଏ। ମହାରାଷ୍ଟ୍ରରେ ଏହି ପୂଜା ସବୁଠାରୁ ଆଡ଼ମ୍ବରରେ ପାଳିତ ହୁଏ। ଆମ ସମାଜରେ ବର୍ତ୍ତମାନ ଏହି ପୂଜା ଏକ ସାର୍ବଜନୀନ ପୂଜାରେ ପରିଣତ ହେଲାଣି। ଆମ ଓଡ଼ିଶାରେ ଜଟଣୀ, ତାଳଚେର ଓ ଅନୁଗୁଳରେ ଗଣେଶ ପୂଜା ଆଡ଼ମ୍ବରର ସହିତ ଜାକଜମକରେ ପାଳନ କରାଯାଏ। ଉପସଂହାର। ବିଦ୍ୟାଧିପତି ଗଣେଶଙ୍କର ପୂଜା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ମାନସିକ ଶାନ୍ତି ଲାଭ ହୁଏ, ମନ ପ୍ରଫୁଲ୍ଲ ରହେ, ହୃଦୟରୁ ଅନ୍ଧକାର ବି ଦୂର ହୁଏ। ଗଣେଶ ପୂଜା ଦ୍ୱାରା ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଜ୍ଞାନ ବୃଦ୍ଧି ପାଏ। ସବୁ ଛାତ୍ରଛାତ୍ରୀ ମିଳିମିଶି ଖୁବ୍ ଆନନ୍ଦରେ ଏହି ପୂଜା କରୁଥିବାରୁ ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବ ବୃଦ୍ଧି ଘଟିଥାଏ। ଜୟ ଶ୍ରୀ ଗଣେଶ।